କାହିଁକି ହେ ଭଗବାନ କଲ ଏତେ ହୀନିମାନ କାହିଁକି ହେ ଭଗବାନ କଲ ଏତେ ହୀନିମାନ ଆଗରୁ ଜାଣି ନଥିଲି ଦେବ ବୋଲି ଏକ ଶରଣ ଦ୍ରୌପଦୀକୁ ରକ୍ଷା କଲ ପାଞ୍ଚାଳିକୁ ରକ୍ଷା କଲ ଦେଇ କୋଟି ଅବସନ କାହିଁକି ହେ ଭଗବାନ। ଜୟ ଜଗନ୍ନାଥ। ଆଜିର ବିଷୟ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଅଧରପଣା। ଅଧରପଣାର ପ୍ରସ୍ତୁତି କାହା ପାଇଁ ଏହି ଅଧରପଣାର ଉଦ୍ଦିଷ୍ଟ ଆମେ ସମସ୍ତେ ଜାଣିଛେ ଯେ ଅଧରପଣା ହେଉଛି କେବଳ ଜୀବିତ ବା ମଣିଷ ଭକ୍ତଙ୍କ ପାଇଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ଭଗବାନ ଯେତେବେଳେ ଯାତ୍ରାକୁ ବାହାରନ୍ତି ତାଙ୍କର ଯେଉଁ ରଥର ସୁନ୍ଦରତା, ତାଙ୍କର ସୁବର୍ଣ୍ଣ ବେଶର ଯେଉଁ ମଣ୍ଡଣୀ, ସେ ଯେଉଁ ପହଣ୍ଡି ବିଜୟର ସାଜସଜ୍ଜା ଏବଂ ବିଶେଷ କରି ତାଙ୍କର ଆଳତୀ ଦର୍ଶନ ଏବଂ ତାଙ୍କର ଯେଉଁ ଶୋଷ ବା ତୃଷା ମେଣ୍ଟିବାର ପଣା ଭୋଗ ଉପରେ ବିଶେଷ କରି ସମସ୍ତ ମଣିଷ ଜୀବଜନ୍ତୁ ଏବଂ ମୁଖ୍ୟ ଆଶା ଥାଏ ପ୍ରେତାତ୍ମା ଏବଂ ଭୂତ ପିଶାଚ। ଏମାନେ ସର୍ବଦା ଚାହିଁଥାନ୍ତି ଯେ ସେମାନଙ୍କର ସ୍ୱର୍ଗତି ପ୍ରାପ୍ତ। ତ ସମସ୍ତେ ଭଗବାନଙ୍କୁ ଆତୁର କଣ୍ଠରେ ମାୟା ରୂପରେ ଲୁକାୟିତ ଭାବରେ ସେମାନେ ପଣା ଆଶାରେ ଥାନ୍ତି ଏବଂ ଭଗବାନ ଯେତେବେଳେ ଯାତ୍ରା ସାରି ଆସନ୍ତି, ସେ ତ ଭକ୍ତର ଭଗବାନ ନା, ସେ କିପରି ଏ ଆତ୍ମାର ସଦ୍ଗତି ପ୍ରାପ୍ତ ହେବେ ସେଇଥିରୁ ମୁକ୍ତି କରିବା ପାଇଁ ଏହି ଅଧରପଣାର ବ୍ୟବସ୍ଥା କରିଥାନ୍ତି। ମୁଖ୍ୟତଃ ପ୍ରେତାତ୍ମା ବା ଭୂତ ପିଶାଚ ମାନେ ଏହାକୁ ପ୍ରାପ୍ତ କରି ଭଗବାନଙ୍କ ଚରଣ ପ୍ରାପ୍ତ ପାଇଁ ଭଗବାନଙ୍କ ପାଖରେ ଆରାଧନା କରନ୍ତି ଏବଂ ସ୍ୱର୍ଗ ପ୍ରାପ୍ତି କରନ୍ତି। ବିଶେଷ କରି ଏମାନେ ପାନ ନ କରିବି ଏମାନଙ୍କର ଅଧରରେ ଏହି ପଣାକୁ ଛୁଇଁଦେଲେ ଏମାନେ ଭଗବାନଙ୍କ ପ୍ରାପ୍ତ ହୁଅନ୍ତି ଏବଂ ଏମାନେ ସ୍ୱର୍ଗ ଯାତାୟାତ କରନ୍ତି। ଏଥିପାଇଁ କେବଳ ମୁଖ୍ୟତଃ ଭୂତ ପିଶାଚ ପାଇଁ ବା ପ୍ରେତାତ୍ମ ପାଇଁ ଭଗବାନଙ୍କର ଏହା ପ୍ରସ୍ତୁତି, ଏଥିରେ ସନ୍ଦେହ ନାହିଁ। ଜୟ ଜଗନ୍ନାଥ।